ଭିତରେ କେମିତି ଲୋକଙ୍କୁ ପସନ୍ଦ ଆସିବ ସିନେମା ଲୋକ ଯେଉଁ ପ୍ରକାର ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ଯେ ବାବୁସାନ୍ ଟିକେ କମେଡ଼ି କରୁଥିବେ ଏବଂ ପାରିବାରିକ ସିନେମା ହେଇଥିବ କିଛି ମେସେଜ ଥିବ ସେ ଭିତରେ ଏ ସମସ୍ତ ଜିନିଷକୁ ନେଇକି ଗୋଟେ କମର୍ସିଆଲ ପ୍ୟାକେଜ ତିଆରି କରିବାକୁ ଚେଷ୍ଟା କରୁଛୁ ଏବଂ ଆଶା କରୁଛୁ ଲୋକଙ୍କୁ ପୁଣି ସେ ଆଦର ପ୍ରଶଂସା କରିବେ। ସାର୍ ଆଉ ଗୋଟେ ଜିନିଷ ହେଉଛି ଯେହେତୁ ଆପଣ ହିନ୍ଦୀ ସିନେମା ବି କରୁଛନ୍ତି ହିନ୍ଦୀ ବି କରୁଛନ୍ତି ଓଡ଼ିଆ କରୁଛନ୍ତି କମେଡ଼ି ସିନେମା ଗୋଟେ କରିବା କେତେ କଷ୍ଟ? ପ୍ରକୃତ କଥା ଯଦି କହିବୁ କମେଡ଼ି ସିନେମା କରିବା ପ୍ରକୃତରେ କଷ୍ଟ ହୋଇଥାଏ କାହିଁକିନା ଲୋକଙ୍କୁ କନ୍ଦେଇବା ଯେତିକି ସହଜ ହୋଇଥାଏ କିନ୍ତୁ ହସେଇବା ସବୁବେଳେ କଷ୍ଟ ହୋଇଥାଏ କାହିଁକିନା କମେଡ଼ି ସିନେମା କରିବାକୁ ହେଲେ ତା ଭିତରେ ଏମିତି ବିଭିନ୍ନ ପ୍ରକାର କୋଅର୍ଡିନେସନ୍ ଦରକାର ହୁଏ ଡାଇଲଗ୍ ସହିତ ସ୍କ୍ରିନ୍ ପ୍ଲେ ତା ସହିତ ଆର୍ଟିଷ୍ଟମାନଙ୍କର ସାଇକୋଲୋଜି ମ୍ୟାଚ୍ କରିବା ତାଙ୍କର ଟାଇମିଂ ମ୍ୟାଚ୍ କରିବା ବିଭିନ୍ନ ଟାଇମିଂରେ ଗୋଟେ ଗୋଟେ ଛୋଟିଆ ଡାଇଲଗ୍ରେ ଲୋକ ମଧ୍ୟ ହସନ୍ତି ଏବଂ ତାକୁ ପରଫର୍ମ କରିବା ତାକୁ ନେଇକିରି ସବୁ ଜିନିଷକୁ ତିଆରି କରିବା କଷ୍ଟ ହୋଇଥାଏ ସବୁବେଳେ ଏବଂ ଯେଉଁ କଷ୍ଟଟା ମୋତେ କିନ୍ତୁ ଲାଗେ ବାବୁସାନ୍ଙ୍କ ସହିତ କଲେ ସେଇଟା ସହଜ ହେଇଯାଏ ସବୁବେଳେ କାହିଁକିନା ବାବୁସାନ୍ ଇଟସେଲ୍ଫ ବହୁତ ହି ତାଙ୍କର ଭଲ ସେନ୍ସ କମେଡ଼ିର ଏବଂ ତା ସହିତ ଯଦି ଡାଇଲଗ୍ ଭଲ ହେଇଯାଏ ତାହେଲେ ସେଇଟା ଚାରିଚାନ୍ଦ ଲାଗିଯାଏ ଏବଂ ଲକିଲି ଯେଉଁମାନେ ଆମର ରାଇଟର ଲେଖିଛନ୍ତି ଶିବା ଏବଂ ପ୍ରଣବ ବହୁତ ହି ଭଲ ଡାଇଲଗ୍ସ ଏବଂ ସ୍କ୍ରିନ୍ ପ୍ଲେ କରିଛନ୍ତି ଏବଂ ନିଶ୍ଚିତ ଭାବରେ ବାବୁସାନ୍ ତାକୁ ଭଲ ପରଫର୍ମାନ୍ସ ଦେଇଛନ୍ତି ତେଣୁ ମୋତେ ଲାଗୁଛି ଯେଉଁ କଷ୍ଟ ଆମେ କରିଛୁ ନିଶ୍ଚିତ ଲୋକଙ୍କୁ ମଜା ଲାଗିବ ଏବଂ ଲୋକ କାନ୍ଦିବା ସହିତ ହସିବେ ମଧ୍ୟ। ଆପଣଙ୍କ ବାବୁସାନ୍ଙ୍କୁ ଲୋକ ବହୁତ ପ୍ରଶଂସା କରିଥିଲେ ଭଲ ପାଇବା ଦେଇଛନ୍ତି ଆପଣ ଆଶା କରୁଛନ୍ତି ସେ ଭରସା ଏବଂ ବିଶ୍ୱାସ ତ ନିଶ୍ଚିତ ଭାବରେ ଅଛି ଯେ ଲୋକଙ୍କୁ ନିଶ୍ଚିତ ଭଲ ଲାଗିବ ଆମର ଯେଉଁ ପ୍ରକାର ଆମେ ତିଆରି କରୁ ଏବଂ ଲୋକଙ୍କୁ ମୁଁ ତ କହିବି ନିଶ୍ଚିତ ଭାବରେ ମିଷ୍ଟର ମଜନୁ ଆମର ଲାଷ୍ଟ ସିନେମା ଥିଲା ଏବଂ ତା ପରକୁ ଆମେ କରିନଥିଲୁ ଏବଂ କୋଭିଡ୍ ତା ମଝିରେ ଆସିଥିଲା ତା ମଝିରେ ବାବୁସାନ୍ ଯେଉଁ ସବୁ ସିନେମା କରିଥିଲେ ସେଥିରେ ଟିକେ କମେଡ଼ିର ଅଭାବ ରହୁଥିଲା କିନ୍ତୁ ବହୁତ ଭଲ ଭଲ ସିନେମା କରିଥିଲେ ସେଇଟା ଦମନ ହେଉ କିମ୍ବା ମାଲ୍ୟବୀ ହେଉ ଯେଉଁ ଅଭାବଟା ଥିଲା ସେଇଟା ଏ ସିନେମାରେ ଲୋକଙ୍କ ପାଖରେ ଯାଇକି ମାନେ ପୁରା ହେଇଯିବ ସେଇଟା ଥିଲା କମେଡ଼ିର ଅଭାବ ତେଣୁ କମେଡ଼ି ସହିତ ଲୋକମାନେ ପୁରା ଏଣ୍ଟରଟେନମେଣ୍ଟ ପାଇବେ ଏବଂ ଯେମିତି ସିନେମା ଆଗରୁ ଦେଖିଥିଲେ ସେମିତି ସିନେମା ଦେଖିବେ ବୋଲି ମୋର ଆଶା। କେତୋଟି ଗୀତ ଅଛି କେମିତି କ'ଣ ଅଛି? ଫିଲ୍ମରେ 4ଟି ଗୀତ ଅଛି 4ଟି ଗୀତରୁ ନିଶ୍ଚିତ ଭାବରେ ଅଲରେଡ଼ି ଯେଉଁଟା ବଜାରରେ ବହୁତ ଜୋରରେ ଚାଲିଛି ଲାଲ ଡଟ ଗୀତ ସେଇଟା ବହୁତ ମାତ୍ରାରେ ପସନ୍ଦ ଆସିଛି ଏବଂ ତା ସହିତ ନାଲି ଶାଢ଼ୀ ବୋଲି ରୋମାଣ୍ଟିକ୍ ଗୀତ ସେ ମଧ୍ୟ ମାର୍କେଟରେ ରିଲିଜ୍ ହେଇଯାଇଛି ଲୋକଙ୍କ ପାଖରେ ଆଦୃତ ହେଇଛି ତା ସହିତ ଆହୁରି 2ଟି ଭଲ ସିକ୍ୱେନ୍ସ ଗୀତ ଅଛି 4ଟି ଗୀତ ଟୋଟାଲ ଅଛି ଫିଲ୍ମରେ ଏବଂ ଗୌରବ ଆନନ୍ଦ ଯିଏକି ମ୍ୟୁଜିକ୍ କରିଛନ୍ତି ମୋ ସହିତ ତାଙ୍କର ପ୍ରଥମ କାମ ବାପୁ ଗୋସ୍ୱାମୀ ଜେପି ଏମାନେ ଆମର ଗୀତ ଲେଖିଛନ୍ତି ଏବଂ ଭଲ ଭଲ ସିଙ୍ଗରମାନେ ଗାଇଛନ୍ତି ସୋ କରୁଛୁ ଯେ ଲୋକଙ୍କୁ ମଧ୍ୟ এই 2ଟି ଗୀତ ପରିକା ଅନ୍ୟ 2ଟି ଗୀତ ବହୁତ ଆକୃଷ୍ଟ କରିବ। ଭାଇ ବାବୁସାନ୍ ଇଲେକ୍ସନରେ ଠିଆ ହେଇଛନ୍ତି ଯେହେତୁ ଗୋଟେ ଇଲେକ୍ସନ ରାଜନୀତିକ ହେଇଛି କିନ୍ତୁ ଭୋଟ ପୂର୍ବରୁ କାହିଁକି ରିଲିଜ୍ ହେଲାନି ଭୋଟ ପରେ କାହିଁକି? ଦେଖନ୍ତୁ ଆମେ ସେମିତି କୌଣସି କାରଣ ନେଇକି ଫିଲ୍ମ ତିଆରି କରିନଥିଲୁ ଯେ ଆମେ ଇଲେକ୍ସନରେ ରିଲିଜ୍ କରିବୁ କିମ୍ବା ଇଲେକ୍ସନ ପୂର୍ବରୁ ରିଲିଜ୍ କରିବୁ କାହିଁକିନା ଆମେ ଗୋଟେ ଫିଲ୍ମ ତିଆରି କରିଥିଲୁ ଏବଂ ଆମ ଫିଲ୍ମର କାହାଣୀରେ ଇଲେକ୍ସନର ମାହୋଲ ଅଛି ଏବଂ ଯେଉଁଟାକି ଆମର ପଞ୍ଚାୟତ ଇଲେକ୍ସନର କଥା ଆମ ଫିଲ୍ମରେ ଅଛି ସରପଞ୍ଚ ଜଣେ ହେଲେ ତାର ଜର୍ଣ୍ଣିଟା କେମିତି ହେଇଥାଏ ଏବଂ ସିଏ ଗୋଟେ ସରପଞ୍ଚର ଇମ୍ପୋର୍ଟାନ୍ସ କେତେ ଭାରତୀୟ ରାଜନୀତିରେ ଭାରତୀୟ ଗ୍ରାମ୍ୟ ରାଜନୀତିରେ ସେସବୁ ଜିନିଷକୁ ନେଇକି ଆମେ ଫିଲ୍ମ କରିଛୁ ଏବଂ ଆମର କୌଣସି ପ୍ରକାର ପ୍ଲାନିଂ ନଥିଲା ଯେ ଆମେ ଇଲେକ୍ସନ ସହିତ ପ୍ରକୃତ ଇଲେକ୍ସନ ଯେଉଁ ଆମ ରାଜ୍ୟରେ ଥିଲା ତା ସହିତ କିଛି କନେକ୍ସନ୍ ଅଛି ଏବଂ ତାକୁ ଆମେ ଇଲେକ୍ସନ ସହିତ ଯୋଡ଼ିବୁ ଆମେ ଗୋଟେ ଫିଲ୍ମ ତିଆରି କରିଛୁ ଏବଂ ଫିଲ୍ମ ଯେତେବେଳେ ଆମର ରିଲିଜ୍ କରିବାର ଥିଲା ଆମେ ସେହି ସମୟରେ ରିଲିଜ୍ କରିଛୁ ଆମେ ଭାବିଥିଲୁ ଆମେ ରଜରେ ରିଲିଜ୍ କରିବୁ ଏବଂ ଆମେ ରଜରେ ହିଁ ରିଲିଜ୍ କରିବୁ।